ତା ସହିତ ଖେଳିକିନା ଆମେ ବାହାରି ଯାଇଥିଲୁ ଘରକୁ ଯିବା ପାଇଁ। ଆପଣମାନେ ଜାଣିଥିବେ ଫାଷ୍ଟ ବ୍ଲଗ୍ରେ ମା ଫୋନ୍ କରିଦେଇଥିଲେ ହଠାତ୍ ସେ ଆସ ବୋଲି, ତ ଯାଉଥିଲି ଆଉ କ'ଣ ପଳେଇଗଲୁ। ଆଉ ଆପଣମାନେ କହୁଥିଲେ ଆମର ଅଧିକାଂଶ ଜାଣିଛନ୍ତି ଗୋଟେ କଥା, ଏଇ ଯାହା ଦେଖୁଛନ୍ତି ଯାହା ସେଇଟା ନା ଆମର ଗାଡ଼ି କୁହାଯାଏ। ମାନେ ଅଲଗା ମାନେ ଜାଗାରୁ ଆସିଥିବେ, ଆମର ପାଖରେ ଡ୍ୟାନ୍ସ କରିବେ, ଆହୁରି ଏମିତି ସେମିତି ବହୁତ କିଛି ଅଛି। ବଟ୍ ମୁଁ ଆପଣମାନଙ୍କୁ କିଛି ଦେଖିପାରିଲିନି। ସରି, ଏଇଟା ବି ଦେଖନ୍ତୁ ନା ଟ୍ରାକ୍ଟରରେ ଆସନ୍ତି ବହୁତ ସୁନ୍ଦର ଘରକୁ, ଗାଁ ଗୁଡ଼ାରେ ଆସନ୍ତି ବହୁତ। ତ ଦେଖାଯାଉ ଘରେ ଆସିବେ ତ ଆମ ପାଖକୁ ଆସିବେ ତ ମାନେ ଡ୍ୟାନ୍ସ କରିବା ପାଇଁ କେହି ବି, ତ ମୁଁ ଆପଣଙ୍କୁ ନିହାତି ବ୍ଲଗ୍ରେ ଛାଡ଼ିବି। ବ୍ଲଗ୍ରେ ନିହାତି ମୁଁ ବହୁତ ଭଲ ଭଲ ଆପଣମାନଙ୍କ ପାଇଁ ଆଣିବି। ଭଗବାନ କରନ୍ତୁ ଆମ ଗାଁ ଆଡ଼େ ବି ଆସନ୍ତୁ। ଆମେ ଯେଉଁଠି ଅଛୁ ସେଇଠି ତ କଥା ହେଇ ଆମ ଘରକୁ ପହଞ୍ଚି ଗଲୁଣି। ଘରେ ଦେଖାଯାଉଥିବେ ତ ଘରେ ପହଞ୍ଚିକିନା ଡାଇରେକ୍ଟ ଚୁଲି ପାଖକୁ ପଳେଇଗଲି। ଥଣ୍ଡାରେ ଗୋଡ଼ ହାତ ଧୋଇଦେଲି। ମା ମାନେ ପିଠାପଣା ବନେଇ ଦେଇଥିଲେ। ଜିଲ୍ ପିଠା ମାନେ ମାଂସ ପିଠା, ଜିଲ୍ ପିଠା ମାନେ ମାଂସ ପିଠା। ତ ମାଂସ ମାନେ କୁକୁଡ଼ା ପିଠା ଅଲଗା କିଛି ମାଂସ ପିଠା ନାହିଁ, କୁକୁଡ଼ା ପିଠା ହିଁ କରିଦେଇଥିଲେ। ମା ପିଠା ସାଇଡ଼୍ କରିଦେଇଥିଲେ, ପତ୍ର ଦେଖୁଥିଲେ ପତ୍ର ସାଇଡ଼୍ କରିଦେଇଥିଲେ। ଇଆଡ଼େ ମୁଁ ବନାଉଥିଲି ମୋର ଚିକେନ୍ ଲେଟ। ତ ଚିକେନ୍ରେ ହିଁ ଲେଟ। ତ ଆପଣମାନେ ଯେ ଜାଣିନଥିବେ ଗୁଗୁଲ୍ ନହେଲେ ୟୁଟ୍ୟୁବ୍ରେ ସର୍ଚ୍ଚ କରିଦେବେ ଲେଟ କେମିତି ପିଠା ହୁଏ କେମିତି। ବଟ୍ ମୁଁ ଜଲ୍ଦି କରିଦେଉଥିଲି କାହିଁକିନା ଭାଇ ଖାଇକିନା ତାଙ୍କୁ ମାନେ ଘରକୁ ଯିବେ। ସେମାନେ ଆମର ବାପାଙ୍କର ସାନ ଭଉଣୀଙ୍କର ଛୁଆ, ମାନେ ମୋ ବଡ଼ ଭାଇ ହିଁ ହେବେ ସେମାନେ। ଆଉ ପିଉସୀ, ତାଙ୍କ ମାଆଙ୍କୁ ମୁଁ ପିଉସୀ ଡାକେ। ସେମାନେ ସମସ୍ତଙ୍କଠୁ ବଡ଼ ଅଛନ୍ତି ତ ମୋର ବଡ଼ ଭାଇ ହିଁ କହିବେ। ଆଉ ସାଇଡ଼୍ରେ ଦେଖନ୍ତୁ ମୋ ମିଟୁ, ସିଏ ବହୁତ ବଦମାସ, ମୋ ସହିତ ବହୁତ ଚେଚା କଲାଣି, ଦିମାଗ ଖାଇଲାଣି। ତ ସାଙ୍ଗେ ସାଙ୍ଗେ ଦେଖନ୍ତୁ ପତ୍ରର ପିଠା ମୁଁ ବନାନ୍ତି ଆଉ ଦେଶୀ ଯୋଗାଡ଼। ଆଉ କ'ଣ କହିବି, ଭିଡ଼ିଓକୁ ପସନ୍ଦ ଆସିଲେ ଲାଇକ୍ କମେଣ୍ଟ ସେୟାର କରିଦେବେ। ଦେଖା